अभिज्ञानं शाकुन्तलं नाटके शकुन्तलायाः जन्मवृत्तान्त वर्णयत। राजर्षि कौशिकଙ୍କର ଔରସରୁ କୌଶିକ କିଏ? ମହର୍ଷି ବିଶ୍ୱାମିତ୍ର। ଏବଂ ଅପ୍ସରା ମେନକାଙ୍କର ଗର୍ଭରୁ ଶକୁନ୍ତଳାଙ୍କର ଜନ୍ମ ଏବଂ କଣ୍ୱଙ୍କ ଦ୍ୱାରା ଆବାଲ୍ୟରୁ ଲାଳିତ ଏ ବିଷୟ ବର୍ଣ୍ଣିତ ବୃତ୍ତାନ୍ତରୁ ଯାହା ଜଣାଯାଏ ଯେ କୌଶିକ ଗୋତ୍ର ତଥା କୌଶିକ ନାମରେ ଜଣେ ମହାପ୍ରତାପଶାଳୀ ରାଜର୍ଷି ଥିଲେ। ଥରେ ତାଙ୍କୁ ଉଗ୍ର ତପସ୍ୟାରେ ନିମଗ୍ନ ଥିବା ଦେଖି ଶଙ୍କିତ ବିଦ୍ୱେଷୀ ଦେବବୃନ୍ଦ ତାଙ୍କର ତପସ୍ୟାରେ ବିଘ୍ନ ଜାତ କରିବା ନିମନ୍ତେ ମେନକା ନାମକ ଏକ ଅପ୍ସରାଙ୍କୁ ପଠାଇଲେ। ଅପ୍ସରା ଶ୍ରେଷ୍ଠ ମେନକାଙ୍କର ଅବର୍ଣ୍ଣନୀୟ ସ୍ୱର୍ଗୀୟ ରୂପ, ଲାବଣ୍ୟ, ବସନ୍ତ କାଳରେ କୋକିଳର କୁହୁକୁ କୂଜନ, ମଧୁପର ମୁହୁର୍ମୁହୁର୍ ଗୁଞ୍ଜନ ଏବଂ ଶୀତଳ ତଥା ସୁଗନ୍ଧ ସ୍ପର୍ଶନ ସବୁକିଛି ଉଦ୍ଦୀପକ ବସ୍ତୁ ଜାତ ତପସ୍ୟା ନିରତ ରାଜର୍ଷି କୌଶିକଙ୍କର ସ୍ଥିର ମାନସକୁ ମଧ୍ୟ ଚଞ୍ଚଳିତ କରିବାକୁ ଲାଗିଲେ। ପରିଣାମ ସ୍ୱରୂପ ମଦୋନ୍ମତ୍ତ ରାଜାଙ୍କର ଔରସରୁ ଓ ମେନକାଙ୍କର ଗର୍ଭରୁ ଜାତ ହେଲା ସ୍ୱର୍ଗୀୟ କନ୍ୟା ଶକୁନ୍ତଳା। କିନ୍ତୁ ତାର ଲାଳନ ପାଳନର ଦାୟିତ୍ୱ ବହନ କରିଥିଲେ ମହର୍ଷି କଣ୍ୱ।